शुभ सकाळ पिलाମାନେ ସମସ୍ତେ ଭଲ ଅଛ? ଆଚ୍ଛା ଆଜି ଆମେ ଗୋଟେ ଗପଟେ ଶୁଣିବା କି ନାହିଁ? ତମେ ତମ ଘରେ ଗପ ଶୁଣ? ଆଚ୍ଛା କହିଲ କାହା ପାଖରୁ ଗପ ଶୁଣ? ଜେଜେମା। ଆଉ କିଏ କୋଉଠୁ ଶୁଣ? ଜେଜେ। ଆଉ ତୁମେ ଆୟୁଷ ତୁମେ କୋଉଠୁ ଶୁଣ? ବାବାଙ୍କ କତରୁ। ତାହେଲେ ସମସ୍ତେ ଆମେ ରାତିରେ ଆମ ଘରେ ଆଗରୁ ଛୋଟ ବେଳେ ଆମେ କଣ କରନ୍ତି? ସମସ୍ତେ ଆମ ବାବା ଜେଜେବାପାଙ୍କ କଥା ଏମିତି ଶୁଣନ୍ତି କି ନାହିଁ? ଆଉ ସେଇଭଳିଆ ମୁଁ ଆଜି ଗୋଟେ ତମକୁ ଗପ କହିବି। ଆଣ୍ଟ ମାନେ କଣ? ପିମ୍ପୁଡି। ଡୋ ମାନେ ପାରା। ପିମ୍ପୁଡି ଆଉ ଗୋଟେ ପାରା ବିଷୟରେ ଆଜି ଆମେ ଗୋଟେ ଗପ ଶୁଣିବା। ଦିନେ କଣ ହେଇଛି ନା ପିମ୍ପୁଡିଟିଏ ସିଏ କଣ କରୁଛି ନା ଗୋଟେ ପୋଖରୀ ପାଖରେ କଣ କରୁଥିଲା ନା ସିଏ ତା ଖାଦ୍ୟ ସଂଗ୍ରହ କରେ ସେଇଠି ପାଖରେ ଏପଟ ସେପଟ ବୁଲୁଥିଲା। ତ ଯେତେବେଳେ ବୁଲୁ ସିଏ କଣ କଲା ନା ସେଇଠୁ ତାକୁ ଗୋଟେ ଶୋଷ ଲାଗିଲା। ତ ଶୋଷ ପାଣି ଯେହେତୁ ଲାଗିଛି ସେଇ ପୋଖରୀ ଭିତରେ ସେ ପାଣିକୁ କଣ କଲା ନା ସିଏ ଟିକେ ଏମିତି ଯାଉଥିଲା ସମୟରେ ସିଏ କଣ କଲା ନା ତା ଗୋଡଟି ଖସରି ଗଲା। ଯେମିତି ଖସି ଯାଇଛି ସିଏ ସେଇ ପାଣି ଭିତରେ ଭାସି ଆଗକୁ ପଳେଇଲା। ତ ସିଏ ତ ଯେହେତୁ ମାନେ ପହଁରା ଶିଖିନି ତାହେଲେ କରିବ କଣ ସିଏ? କିଏ? ପିମ୍ପୁଡି। ତ ସିଏ ସେଠୁ କଣ କଲା ନା ଚିତ୍କାର କଲା ଯେ କି ମତେ ବଞ୍ଚାଅ ହେଲ୍ପ ଚିତ୍କାର କଲା। ତ ସେଇ ସମୟ ଭିତରେ କିଏ ନା ଉପରେ ଗୋଟେ ଗଛ ଥିଲା। ସେଇ ପାଖରେ ଗୋଟେ ଗଛ ଥିଲା। ସେଇ ଗଛର ଉପରେ କିଏ ବସିଥିଲା? ପାରାଟିଏ। ସିଏ ଦେଖିଲା ଯେ କି କେହି ଜଣେ ଚିତ୍କାର କରୁଛି ମତେ ରକ୍ଷା କର ବଞ୍ଚାଅ ବୋଲି। ତ ସିଏ ଦେଖିଲା ଯେତେବେଳେ ସେଠୁ ସିଏ କଣ କଲା ନା ଉପରୁ ବସିକି ଗୋଟେ କଣ କଲା ଶୁଖିଲା ପତ୍ରଟିଏ ସେଇ ପାଣିରେ ପକେଇଦେଲା ପିମ୍ପୁଡି ପାଖକୁ। ତ ପିମ୍ପୁଡି କଣ କଲା ନା ସେଠୁ ସେ ଦେଖିଲା ଯେହେତୁ ଗୋଟେ ପତ୍ରଟେ ପଡିଛି ତ ସିଏ କଣ କଲା ନା ଧୀରେ ଧୀରେ ସେଇ ପାଣି ଭିତରକୁ ଆସିକି ତା ଉପରେ କଣ କଲା? ଚଢିଗଲା। ଯେମିତି ଚଢିଗଲା ତ ସେଇ ପାଣିରେ ସେଇ ଯୋଉ ଶୁଖିଲା ପତ୍ର ଦ୍ୱାରା ସିଏ ଧୀରେ ଧୀରେ ଭାସି ନଦୀର କୋଳର ଆର ପାଖରେ ଲାଗିଗଲା। ତ ତା ମନ ଖୁସି ହେଇଗଲା ଯେହେତୁ ତାକୁ ବଞ୍ଚେଇଲା କିଏ? ପାରା। ସେଇଭଳି କଣ ହେଇଛି ନା ଦିନେ ପାରାଟି ଗୋଟେ ଗଛର କୋରଡ଼ରେ ବସିଥିଲା। ତ ଯେହେତୁ ବସିଥିଲା ତ ଗୋଟେ ଶିକାରୀଟେ ତାକୁ ଦେଖିଲା। ଦେଖିକି କହିଲା ଯେ କି ତାକୁ ଗୋଟେ ମିଳିଗଲା ଗୋଟେ ଶିକାର। ସିଏ କଣ କଲା ନା ପୁରା ତାର ଧନୁଶରକୁ ପୁରା ସଜେଇ ଗଲା ଯେ କି ତାକୁ ମାରିବା ପାଇଁ। ଯେ ଟାଇମରେ ସେ ପୁରା ସାଇଜ କଲା ସେଇ ଟାଇମର ପିମ୍ପୁଡି କଣ କଲା ନା ଦେଖିଲା ଯେ କି ତା ପାରାକୁ ସିଏ କଣ କରୁଛି? ମାରିବା ପାଇଁ ବାହାରୁଛି। ତ ସିଏ ସେଇଠୁ କଣ କଲା ନା ସେଠୁ ଧୀରେ ଧୀରେ ଆସିକି କଣ କଲା? ଶିକାରୀର ଗୋଡକୁ ରୁଟ କିଣି କାମୁଡି ଦେଲା। ତ ଶିକାରୀ କଣ ହେଇଗଲା ନା ଯୋଉ ଆମର ତୀରଟା ମାରିବାର ଥିଲା ସେ ସେଇଟା ମତିଭ୍ରଷ୍ଟ ତାର ହେଇଗଲା। ତ ସେ ସେଇ ନିଶାନାଟା କଣ କଲା? ହାରିଦେଲା। ତ ସେଇ ଯୋଉ ତୀରଟା ଯାଇକି କୋଉଠି ବାଜିଗଲା? ଗଛରେ ବାଜିଲା। ଆଉ ପାରା କଣ କଲା? ମନ ଖୁସିରେ ଉଡିକି ପଳେଇଲା। ତାହେଲେ ଏଠୁ ଆମେ ଜାଣିଲେ କଣ? ପରର ଉପକାର କରିବା ଉଚିତ। ଜଣେ ଯଦି ଜଣର ଉପକାର କରିବ ତାହେଲେ ଆଉ ଜଣେ ନିଶ୍ଚିତ ଉପକାର କରିବ। ତ ଆମେ ଯଦି କାହାର ଉପକାର କେବେ କରିଥିବା ଦେନ ଆମକୁ ବି ଯଦି ଆମେ କୌଣସି ପ୍ରୋବ୍ଲେମରେ ପଡିଥିବା ଆମକୁ କେହି ଜଣେ ଉପକାର କରିବ। ତ ଗପଟି ଭଲ ଲାଗିଲା? ତାହେଲେ ଗୋଟେ ତାଳି ହେଇଯାଉ।